କେମିତି ମୋରାଣୀ ମତେ ଭଲ ପା ଜବରଦସ୍ତ ଭଲ ପାଏ ଡାଇଲଗ ତ ସମସ୍ତେ କହିଦେବେ ଷ୍ଟ୍ରିଟ୍ ପ୍ଲେ ଭିତରେ ପ୍ରଜ୍ଞା ମତେ ବାସେ ମୁଁ ତାକୁ ବାସେ ଆଉ ଆଇଏସ୍ ବାଲାଙ୍କ ପାଖରେ ମୁଁ ପୁରା ଅତି ପ୍ରିୟ ପାତ୍ର ଥିଲି। ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ପାଇଛୁ ଯାହାଙ୍କୁ ଆପଣ ଘରେ ଘରେ ସମସ୍ତେ ଭଲ ପାଇବା ଦିଅନ୍ତି ଏବଂ ସେ ନିଜ ଅଭିନୟ ମାଧ୍ୟମରେ ନିଜର ହାସ୍ୟ ରସାତ୍ମକ ଅଭିନୟ ମାଧ୍ୟମରେ ସମସ୍ତେ ହସାନ୍ତି ଏବଂ ଆମେ ତାଙ୍କ ସହିତ ଅଛୁ ସୁର ମହାରାଣା ଯିଏକି ଜେଜେ ଜେଜେମା ଏମିତି କିଛି ଭୂମିକାରେ ପ୍ରାୟ ସମୟରେ ଆସନ୍ତି ଏବଂ ଅନେକ ସମୟରେ ଦର୍ଶକଙ୍କୁ ବେଶ ହସାନ୍ତି। ଆମେ ତାଙ୍କ ସହିତ ଆଲୋଚନା କରିବା। ଆପଣ ସ୍ୱାଗତ କରୁଛି ଜେଜେ। ନମସ୍କାର ଆଜ୍ଞା। ଜେଜେ କହିଲେ ଭଲ ଲାଗେ ତ? ହଁ ଭାଇ ବୟସ ହେଲାଣି ଆଉ ଜେଜେ କହିବେନି ଆଉ କ'ଣ କହିବେ ଆଉ କ'ଣ ମଉସା ମଉସା ତ କହିହେବନି। ତେଣୁ ଗୋଟେ ଜିନିଷ ହେଉଛି କ'ଣ ସ୍ପୋଣ୍ଟାନିୟସଲି ଯେଉଁ ଡାଇଲଗଟା ବାହାରି ପଡ଼ିବ ସେଇଟା ହେଉଛି ଆପ୍ରିପିଟିଂ, ଏଇଟା ଧ୍ରୁବ ସତ୍ୟ। ପ୍ରଥମେ ଗୋଟେ ସେ ଡାଇଲଗ୍ରୁ ଯିବା ଆରମ୍ଭ କରିବା ଗୋଟେ ଲୋକଙ୍କୁ ହସେଇବା ତାପରେ ଯିବା। ଆଜ୍ଞା ପ୍ରଥମେ ମୁଁ ଦର୍ଶକ ଭଗବାନମାନଙ୍କୁ ଅନ୍ତରର ସହିତ ନିବେଦନ କରୁଛି ଆପଣମାନଙ୍କୁ ସେତିକି ଭଲ ପାଇବାଟା ଆମ ପାଇଁ ଅଛି ବୋଲି ଆମେମାନେ ଆପଣମାନଙ୍କ ଲୋକଲୋଚନକୁ ଆସିଛୁ। ଆଉ ମୁଁ ଆଜ୍ଞା କିଛି ଜାଣିନି, ମୁଁ ଗୋଟେ ସରକାରୀ କର୍ମଚାରୀ ଥିଲି। ରିଟାୟାରମେଣ୍ଟ ପରେ ପ୍ରଜ୍ଞାରଞ୍ଜନ ଖଟୁଆ ମୋତେ ଯିଏକି ଲାଇନ୍କି ଆଣିଥିଲା ଏବଂ ଆଣିବା ପରେ ଅନ୍ୟମାନେ ଦେଖିଲା ପରେ ମୋତେ ଡାକନ୍ତି। ତେଣୁ ମୁଁ ଆସେ ଅଭିନୟଟି କରେ। ଆଉ ଅଭିନୟ କଲାବେଳେ ମୁଁ ନିଜେ ବି ଜାଣିପାରେ ନା ଯେ ମୁଁ କ'ଣ ଅଭିନୟ କରୁଛି, କିନ୍ତୁ ଏତିକିଟି ମୁଁ ଜାଣିଛି ଅନୁଭବ କଲେ ଅଭିନୟ କରିବି। ତେଣୁ ପ୍ରତ୍ୟେକଟି ଚରିତ୍ର ଉପରେ ଗୋଟେ କ୍ୟାରେକ୍ଟର ଗୋଟେ ଟଲିବାଲା କରୁଛି, ମାନେ ଟଲି ଟାଣିଲା ବେଳେ କିଭଳି ଅଭିନୟ ମୁହଁରୁ ବାହାରେ ଖରାରେ ଉଠାଣି ଉପରେ ଗାଡ଼ି ଟାଣି ପାରୁନଥିବ କେଉଁଭଳି ଭାବରେ କରେ। ତେଣୁ ମୁଁ ସେଇଟା ଅନୁଭବ କରେ ଏବଂ ସର୍ଟ ଦିଏ। ସର୍ଟ ଦେଲାକୁ ଆପ୍ରିପିଟିଂ ହୁଏ, ଡାଇରେକ୍ଟର ମଧ୍ୟ ଓକେ କରନ୍ତି। ସେ ଯାହା ଡାଇଲଗ୍ ତ ଏକ୍ଜାକ୍ଟଲି ଇନଷ୍ଟାଣ୍ଟ ବାହାରେ ସେଇ ଟାଇମ୍ରେ। ତେଣୁ ଆପଣମାନେ ହଠାତ୍ ପଚାରିଲେ ମୁଁ ତ କହିପାରିବିନି, କିନ୍ତୁ ଏତିକି କହିବି ତେଣୁ ଯଦି ପ୍ରତ୍ୟେକଟି ଚରିତ୍ରକୁ ଜଣେ ଅଭିନେତା କ୍ୟାରେକ୍ଟରାଇଜ୍ କରିବ ନିଶ୍ଚିନ୍ତ ସେ ଜଣେ ଭଲ ଅଭିନେତା ହେବ। ଏବଂ କ'ଣ କହୁଛ କାହିଁକି କହୁଛ, ହ୍ୱାଟ୍ ଇଜ୍ ୟୋର୍ ଫେସ୍ ଭ୍ୟାଲ୍ୟୁ, ହ୍ୱାଟ୍ ଇଜ୍ ୟୋର୍ ବଡ଼ି ଲାଙ୍ଗୁଏଜ୍, ଆକର୍ଡ଼ିଂଲି ଯଦି ପୁଟଫୋର୍ଥ ହେବ ନିଶ୍ଚିନ୍ତ ଲୋକ ଆଦୃତ କରିବେ। ଆଉ ଯଦି ଲୋକ ଆଦୃତ କଲେ ସେଇଟା ହିଁ ମହାନ ହେବ। ଆଉ କ୍ୟାରେକ୍ଟର ଭିତରେ ନ ପଶିବେ ଆପଣ ତାହେଲେ ଅଭିନୟ କରିପାରିବେ। ସେମିତି ମୋରାଣୀ ମୋତେ ଭଲ ପା ଜବରଦସ୍ତ ଭଲ ପାଏ ଡାଇଲଗ ତ ସମସ୍ତେ କହିଦେବେ, କିନ୍ତୁ ଭାବକୁ ନିକଟ ବେଲେ ଅଭାବକୁ ଦୂର। ଭାବ ଥିଲେ ବେଲେ ଭାବ ଆସିବ ନା ଆଉ। ଭାବ କିଏ କରିବ? ଯିଏ ଅଭିନୟ କରିବ। ଅଭିନୟ ଏବେ ଆପଣଙ୍କ ପ୍ରେମିକା? ହଁ ବୁଝିବାକୁ ଗଲେ ସେଇଆ ହେବ ଆଉ କ'ଣ। ଅଭିନୟ ପୂର୍ବରୁ କାହାକୁ ଭଲ ପାଇଥିଲେ? ନାଇଁରେ ଧନ ସେ ବେପାର ଆମର ନାଇଁଲେ ଧନ। ଆମେ 77 ମୁଁ ଡେଟ୍ ଅଫ୍ ବାର୍ଥ ହେଲା ମୋର 54 ମସିହା। ଆଉ 54 ମସିହାରେ ଆମେ ଜନ୍ମ ହେଇଥିଲୁ କ'ଣ ଦେଶ ସ୍ୱାଧୀନ ହେବାର କେଇ ବର୍ଷ ହେଇଥିଲା ଓ। ତେଣୁ ଗାୟମଟି ହିସାବ କରିଥିଲେ ଆମେ ପୁରୁଣା କାଳିଆ ଲୋକ। ଆମେ ଏବେ ମୁଁ କିନ୍ତୁ ଆଜ୍ଞା ଶୁଣନ୍ତୁ ଦୀର୍ଘ 35 ବର୍ଷ ମୁଁ ଚାକିରି କଲି ଭୁବନେଶ୍ୱରରେ। ଆମର ନନ୍ ଟ୍ରାନ୍ସଫରେବୁଲ୍ ଜବ୍, ଆମର ଟ୍ରାନ୍ସଫର୍ ହେବନି। ଯେଉଁଠି ଜନ୍ମ ହେବୁ ସେଇଠି ମୃତ୍ୟୁ ହେବୁ। ମୁଁ ନତାଲାରେ ଚାକିରି କରିଥିଲି ଆଜ୍ ଏ ସେକ୍ସନ୍ ଅଫିସର। ରିଟାୟାର୍ଡ଼ କଲି ଏବଂ ରିଟାୟାର୍ଡ଼ କରିବା ସମୟରେ ଆମର ଡାଇରେକ୍ଟ ସବୁ ଆଇଏଏସ୍ ବାଲା। ଆଉ ଆଇଏଏସ୍ ବାଲାଙ୍କ ପାଖରେ ମୁଁ ପୁରା ଅତି ପ୍ରିୟ ପାତ୍ର ଥିଲି, କାହିଁକିନା ମୁଁ ଯେହେତୁ ଟିକେ ଅଭିନୟ କରେ ସମସ୍ତେ ଜାଣିଛନ୍ତି। ତେଣୁ ମୋତେ ଭଲ ପାଇବାଟା ସେଇଭଳି ମିଳେ। ମୁଁ ନିଜେ ଅନୁଭବ କରିଛି ଆଜ୍ଞା ଜୀବନରେ କିଛି ନାହିଁ ତେଣୁ ପବନ ବାହାରିଗଲେ ବେପାର ସରିଲା। ଆପଣମାନେ ପ୍ରକୃତରେ ଯଦି ଅନ୍ତର ଭିତରୁ କେହି ଜଣେ ମରିଗଲା ପରେ ଆହା କହିଦେବ ଆମ ପାଇଁ ସେତିକି ବୈକୁଣ୍ଠ ପ୍ରାପ୍ତି, ଆଉ କିଛି ହେବାର ନାହିଁ। ସରକାରୀ ଚାକିରି ଛାଡ଼ି କାହିଁକି ଆପଣ ଇଚ୍ଛା ହେଲା ରିଟାୟାରମେଣ୍ଟ ପରେ ନାଇଁ ମୁଁ ଅଭିନୟ କରିବି, ଅନ୍ୟ କିଛି ବି କରିପାରିଥାନ୍ତି? ନାଇଁ ନାଇଁ ଅନ୍ୟ କରିପାରିଥାନ୍ତି, ଯେହେତୁ ମୁଁ ଚାଷୀ ଘର ଛୁଆଟିଏ ତେଣୁ ଚାଷ ବି ମୋର ଅଛି ଏବଂ ଚାଷ ବି କରୁଥିଲି। କିନ୍ତୁ ରିଟାୟାରମେଣ୍ଟ ପରେ ଗୋଟିଏ ଜିନିଷ ମୋତେ ସ୍ପର୍ଶ କଲା କ'ଣ କି ମୋତେ ପ୍ରଜ୍ଞା ଆଣିକିରି ଲାଇନ୍ ଉପରେ ଛାଡ଼ିଦେଲା, କହିଲା ବୁଢ଼ା ଆ ପଳିଆ ମୋ ପାଖକୁ। ଆଗରୁ ସମ୍ପର୍କରେ ଥିଲେ ପ୍ରଜ୍ଞା? ହଁ ମୁଁ ଚାକିରି କଲା ଭିତରେ ଆମେ ବହୁତ ଷ୍ଟ୍ରିଟ୍ ପ୍ଲେ କରିଛୁ। ଷ୍ଟ୍ରିଟ୍ ପ୍ଲେ ଭିତରେ ପ୍ରଜ୍ଞା ମୋତେ ବାସେ ମୁଁ ତାକୁ ବାସେ। ତେଣୁ ବାସନା ଭିତରେ ଜାଣିଗଲା ଯେ ମୁଁ ରିଟାୟାର୍ଡ଼ କରିଗଲିଣି। ତେଣୁ ମୋତେ ସେ ଡାକିନେଲା, ଡାକି ନେଇକି ତ ଆରମ୍ଭ କରିଥିଲା। ସେଇଦିନ ଠାରୁ ସବୁ ଲୋକ ଚିହ୍ନିଗଲେ ଏବଂ ଦ୍ୟାଟୁ ପ୍ରଜ୍ଞା ବି ବହୁ ଜାଗାରେ ଇଣ୍ଟ୍ରୋଡ୍ୟୁସ୍ କରିଦେଲା, କହିଲେ ଇଏ ହେଉଛି ମୋ ବଡ଼ ଭାଇ। ଆଉ ତେଣୁ ତା'ର ପ୍ରକୃତ ଅନ୍ତରର ମୋ ପ୍ରତି ଟିକେ ଭଲ ପାଇବା ଅଛି, ଯେଉଁ ଭଲ ପାଇବାଟା କି ଭାଷାରେ ପ୍ରୟୋଗ କରିହେବନି। ଆଜି ଯଦି ଆମେ ଦେଖିବା ଆଗ ସମୟର କମେଡ଼ି ଆଉ ବର୍ତ୍ତମାନ ସମୟ କମେଡ଼ି ଏବେ ଟିକେ ଇଜି ହେଇଯାଇଛି, ମୋବାଇଲରେ ଆପଣ ଚାହିଁଲେ କରିପାରୁଛନ୍ତି। କରିପାରୁଛୁ ଯେ କିନ୍ତୁ ଘଟଣା ହେଉଛି କ'ଣ ଶୁଣନ୍ତୁ, ରବି ଶତପଥୀ ଆମର ଯାତ୍ରାର ଜଣେ ସୁନାମଧନ୍ୟ ଅଭିନେତା ଆଉ ବଡ଼ କମେଡ଼ିଆନ୍।
କିନ୍ତୁ ତାଙ୍କର ପ୍ରତ୍ୟେକଟି ଡାଇଲଗ୍ର ଯେଉଁ ଡେଲିଭରି ମାନେ ମଡୁଲେସନ୍ ଏଭଳି ଭାବରେ ଟଚ୍ କରେ ଲୋକ ମାନେ ଆଡ଼େ ଆଖି ଦେଇଥିଲେ ବି ସେ ସାଟକି ନ ଦେଇଦେବ ଏ ର ଗୋଟେ କ'ଣ କହିଲା କାହିଁକିନା କାନକୁ ଭଲ ଲାଗିଲେ ଆଖି ଅନେଇବ ତେଣୁ ଆଖି କାନ ଦୁଇଟା ଯଦି ଆଲର୍ଟ ହେଇଗଲା ତାହେଲେ ଜାଣିବେ ଯେ ନିଶ୍ଚିନ୍ତ ଲୋକମାନଙ୍କୁ ଟଚ୍ କରୁଛି। रियलिटी शो गोटे चलता बहुत पॉपुलर होता कॉमेडी शो मिस्टर नॉनसेंस से आप भारी परिचय लाभ कर हाँ हाँ तादे मोटे बुढ़ी रोल मत प्रज्ञा विभिन्न जगह विभिन्न प्रकार ये चरित्र यूटिलाइज करछे ताको अशेष धन्यवाद देवी ताको दीर्घायु करंतु ता पिला मानको सुख रखंतु कहीं ना से पिलाटी बेचारा एते डिभोटी ता खाइया पे भूल जाए सकाल जदि से 9टा पूर्व के सर्ट को आसबनी आ 9टा पूर्व पखाड़ भात खाई दे किंतु एबे टिके परिवर्तन हो गलानी कहीं आगुरी बिना पियाज रे सी खाए ना किंतु एबे बिना पियाज रसुण रे खाद्य खाऊची आ ठाकुर घर को जाऊची माने मिनिमम अध घंटा घंटा रु कम हम ना कहीं तार अंतरर भावटा मु तार परिप्रकाश करता मुहमंडल प्रकृत में भल पाइबाटा से भाया जिनस तेणु जी जहाँ पाखे जी अच्छी सी से बाहर कर सब देखो बैग खंडिक आपन साथ कौन रही बैग कि ना सिंपली पानी बोतल टे सिंपली पानी बोतल टे कहीं मोर कस्ट्यूम बैग भीतर पैंट सार्ट भल मंद जहाँ कस्ट्यूम रिक्वायरमेंट मुझे अनुसार सर्ट को लेकिन जाए से बैग अलग यहीटा हूँ कौन मैंने सांगे सांगे इमिडिएटली सांगे सांगे डिस्पोज तेणु बैग टी कांधे पड़ी था चलिए चरित्र करने बेसी भल लगे जेजे जेजेमा कि अन्य चरित्र कौन करे मो बयस अनुसार मत जो चरित्र दि तेणु मुझे चरित्र करी तेणु प्राय बेसिकाली प्रज्ञा स्ट्रीट कहीदेला भाई आउ बुढ़ी रोल कौट करना केवल ओटीवी मुझे गोटे माने रेगुलर आर्टिस्ट हो गली प्रत्येक रविवार दिन आमर पॉलिटिकल सर्कस दूसरी से गोटे छोट चरित्र मिले मत आ प्रत्येक मसरे 4टा खंडे एपिसोड बाजे आउ से 4टा एपिसोड मत सुजोग देते आमर आमर डायरेक्टर ज्योतिरंजन पंडा सी जहाँ मत केमती सिलेक्शन करके डाकिले विदाउट ऑडिशन मत नहीं गले मुझे आदृत हेली लोक मैंने मत प्रशंसा कले से जहाँ ओटीवी रे बर्तमान मत प्रत्येक रविवार दिन निश्चिंत किसी ना किसी एपिसोड मत देखा मिलूँ। अच्छा अभिनय देखी घर लोक कौन कहते घर सरकारी चाकरी छाड़ी अभिनय कले कौन कहले नहीं पिला माने आउ तो मो मिसेस एक्सपायर कर 2022 रु बापा भी थिले 97 वर्ष रे बापा भी एक्सपायर करिगले तेणु बापा जो दिन मु शूटिंग रे अच्छी ही बापा मरी शेष मुहूर्त मुझे ना हूँ तो बापांकर शेष इच्छा थिला जे मु शेष समय पाखे रहिले से दृश्य मु संभाली पारिबी कि नहीं से हुए तो बापा मत विदा कर देते से जहा हो एतिटा कहबी जे भगवान का नियति हूँ अलग जिनस करने वाला ऊपर बैठा है हम कौन जहाँ किसी निर्देश चलती निर्देश सब चलती आमे खाली गोटे पवन पुटका कौन कहे शेष दर्शक मान को भल पाइबा दिखती दर्शक मान को मुझे हाथ जोड़िक विनम्र प्रार्थना करुच्ची प्रकृत में अंतर सहित भल पाइबाटा दिंतु जदि अंतर भल पाइबाटा थी आशीर्वाद भगवान पाखु आसो आउ मोर किसी कहबार ना निश्चित भाव में शुणुले आपण प्रिय हास्य अभिनेता जी थे सुर महाराणा आपको अनेक समय हसाते आप मोबाइल खोलीदे जहाँ को भिड देखिले आप परिवार सह हसती से आम सहित थे अनेक आलोचना करते निज व्यक्तिगत कथा बखाणुले बहुत बहुत धन्यवाद आपको आम सहित जोड़ी होते एमती आगक बढ़ी चलतु आम सहित थे आम सहित आलोचना करते तेज बहुत आगक बढ़ते यह आम कामना भुवनेश्वर वीडियो जर्नलिस्ट प्रदीप संग्राम रिपोर्ट चर्चा न्यूज।